ଆମର ଏହି ଆଦ୍ୟାନ୍ତ ଡିଜିଟାଲ ଚ୍ୟାନେଲ ୟୁଟ୍ୟୁବ ମାଧ୍ୟମରେ ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବାର ଛୋଟିଆ ପ୍ରୟାସ କରୁଛି। ଆମର ଏହି ଚ୍ୟାନେଲରେ ଆମେ କିଛି ଜଣା ଅଜଣା ତଥ୍ୟକୁ ସଠିକ ଏବଂ ବିସ୍ତାରିତ ଭାବରେ ଆପଣଙ୍କ ନିକଟରେ ପହଞ୍ଚାଉଛୁ। ଯଦି ଆପଣ ଓଡ଼ିଆ ଭାଷାର ଲୋକପ୍ରିୟତା ବଢ଼ାଇବାରେ ଆମକୁ ସହଯୋଗ କରିବାକୁ ଚାହାନ୍ତି ତେବେ ଆମର ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ କରି ଆମକୁ ସହଯୋଗ କରିପାରନ୍ତି। ଆପଣ କ'ଣ ଜାଣିଛନ୍ତି ଫ୍ରେଣ୍ଡସ୍, ଦୁନିଆରେ ଏପରି ମଧ୍ୟ ଜାଗା ଅଛି ଯେଉଁଠାରେ ମହିଳାମାନଙ୍କୁ ଚୁଟି କାଟିବା ମନା। ବିଶ୍ୱରେ ଅନେକ ସମ୍ପ୍ରଦାୟ ଅଛି ଯାହାର ଜୀବନଶୈଳୀ ବହୁତ ଅଦ୍ଭୁତ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସମ୍ପ୍ରଦାୟ ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣ ଲୋକଙ୍କ ପରି ବାସ କରେ, କିନ୍ତୁ ସେମାନଙ୍କର ଜୀବନଶୈଳୀ ଏବଂ ରୀତିନୀତି ଅତ୍ୟନ୍ତ ଅନନ୍ୟ। ସମସ୍ତଙ୍କୁ ଅନୁସରଣ କରିବା ସମସ୍ତଙ୍କ ପକ୍ଷରେ ସହଜ ନୁହେଁ। ଧର୍ମ ସହ ଜଡ଼ିତ ନିୟମକୁ କଡ଼ାକଡ଼ି ପାଳନ କରାଯାଏ ଏଠାରେ। ଏହି ସମ୍ପ୍ରଦାୟର ଝିଅମାନେ ଜୀବିତ ଥିବା ପର୍ଯ୍ୟନ୍ତ କେଶ କାଟନ୍ତି ନାହିଁ, ଏପରିକି ସେମାନେ ସେଭ୍ ମଧ୍ୟ କରିପାରିବେ ନାହିଁ। ଯଦି କେହି ଏହି ନିୟମ ଭାଙ୍ଗିଥାଏ ତେବେ ତାଙ୍କୁ ଦଣ୍ଡ ଦିଆଯାଇଥାଏ। ଆମେ ଆମେରିକାରେ ବାସ କରୁଥିବା ଅମିଶ ସମ୍ପ୍ରଦାୟ ବିଷୟରେ କହୁଛୁ। ହିନ୍ଦୁ ଧର୍ମରେ ଜନ୍ମ ହେବାର କିଛି ମାସ ପରେ କିମ୍ବା କିଛି ବର୍ଷ ପରେ ମୁଣ୍ଡନ ବା ଲଣ୍ଡା ହେବାର ପ୍ରଥା ଅଛି, କିନ୍ତୁ ଅମିଶ ସମ୍ପ୍ରଦାୟରେ ରହୁଥିବା ଝିଅମାନେ ସାରା ଜୀବନ ଶରୀରର କୌଣସି ଅଙ୍ଗର କେଶ କାଟନ୍ତି ନାହିଁ। ଅମିଶ ସମ୍ପ୍ରଦାୟରେ ବଢ଼ିଥିବା ଜଣେ ମହିଳା ପ୍ରକାଶ କରିଛନ୍ତି ଯେ ସେ କିପରି 19 ବର୍ଷ ପର୍ଯ୍ୟନ୍ତ କେଶ କାଟନ୍ତି ନାହିଁ କିମ୍ବା ଗାଧାନ୍ତି ନାହିଁ। 38 ବର୍ଷୀୟ ଲିଜି ଏନ୍ସ 18ଟି ଭାଇ ଭଉଣୀଙ୍କ ସହିତ ଅମିଶ ସମ୍ପ୍ରଦାୟରେ ରହୁଥିଲେ। ସେ ସେମାନଙ୍କର ନିୟମକୁ କଠୋର ଭାବରେ ପାଳନ କଲେ। ତାଙ୍କ ଘରେ ନା ବିଦ୍ୟୁତ୍ ଥିଲା ନା ପାଣି ଥିଲା। ତାଙ୍କୁ ତାଙ୍କର ସମସ୍ତ ପୋଷାକ ସିଲେଇ କରିବାକୁ ପଡ଼ୁଥିଲା। କେଶ କାଟିବାକୁ ଅନୁମତି ଦିଆଯାଇନଥିଲା। କଠୋରତା ଏତେ ଥିଲା ଯେ ସେ ବିରକ୍ତ ହୋଇଯାଇଥିଲେ, କିନ୍ତୁ ଦିନେ ସେ ତାଙ୍କ ପ୍ରେମିକା ସହିତ ଘରୁ ପଳାଇ ଆସିଥିଲେ ଏବଂ ବର୍ତ୍ତମାନ ସେ ସାଧାରଣ ଜୀବନ ବିତାଉଛନ୍ତି। କେଶ ସମ୍ବନ୍ଧୀୟ ନିୟମ ଏତେ କଠୋର ଥିଲା ଯେ ଆପଣ ନିଜ ହାତ ଏବଂ ଗୋଡ଼ର କେଶ ମଧ୍ୟ ସଫା କରିପାରିବେ ନାହିଁ। ସେମାନଙ୍କୁ ବ୍ଲିଚ୍ ମଧ୍ୟ କରିପାରିବେ ନାହିଁ। ଗୋଡ଼ର କେଶକୁ ଲୁଚାଇବା ପାଇଁ ଜଣକୁ ପୋଷାକ ପିନ୍ଧିବାକୁ ପଡ଼ୁଥିଲା। ଅଧିକାଂଶ ଝିଅ ଲମ୍ବା ହାତରେ ଚୁଡ଼ି ପିନ୍ଧୁଥିଲେ, ଯାହାକି ସେମାନେ ନିଜେ ସିଲେଇ କରିଥିଲେ। ମୁଣ୍ଡର କେଶକୁ ଏକ ଗୁଣ୍ଡରେ ବାନ୍ଧି ଏକ କପଡ଼ାରେ ଘୋଡ଼ାଇବାକୁ ପଡ଼ୁଥିଲା, କାହିଁକିନା ଏହି ସମ୍ପ୍ରଦାୟରେ କେଶ କାଟିବା ଲଜ୍ଜାଜନକ ବୋଲି ବିବେଚନା କରାଯାଇଥାଏ। ଲିଜି ଏନ୍ସ କହିଛନ୍ତି ଯେ ତାଙ୍କୁ ଗାଧୋଇବାକୁ ଦିଆଯାଇନଥିଲା, କିନ୍ତୁ ତା ନୁହେଁ। ଅନ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ଏଠାରେ ଥିବା ମହିଳାମାନେ ସାବୁନ କିମ୍ବା ଶ୍ୟାମ୍ପୁରେ କେଶ ଧୋଇଥାନ୍ତି। ମଇଳାର ମୁକାବିଲା ପାଇଁ ଡିଓଡ୍ରାଣ୍ଟ ମଧ୍ୟ ବ୍ୟବହାର କରିପାରନ୍ତି। ତେବେ କିଛି ରିପୋର୍ଟରୁ ଏହା ମଧ୍ୟ କୁହାଯାଇଛି ଯେ ଗତ କିଛି ବର୍ଷ ମଧ୍ୟରେ ଏଠାକାର ମହିଳାମାନେ ଆରାମ ପାଇଛନ୍ତି। ସେମାନଙ୍କର ନିୟମରେ ମଧ୍ୟ କିଛି ଚେଞ୍ଜେସ୍ ଆସିଛି ଏବଂ ସେମାନେ ବର୍ତ୍ତମାନ ସେଭିଂ ଏବଂ ଚୁଟି କାଟି ପାରୁଛନ୍ତି। ଆଶା କରେ ଫ୍ରେଣ୍ଡସ୍ ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନ୍କୁ ଆଲରେ କ୍ଲିକ୍ କରିଦିଅନ୍ତୁ। ଦେଖା ହେବ ଫ୍ରେଣ୍ଡସ୍ ଆଉ ଏକ ନୂଆ ଭିଡ଼ିଓରେ ଆଉ କିଛି ନୂଆ ଅପଡେଟ୍ ସହିତ। ସେତେ ପର୍ଯ୍ୟନ୍ତ ଜୟ ହିନ୍ଦ, ଜୟ ଜଗନ୍ନାଥ।